ଆମର ଇଏ ହେଲା ବାବା ବିଲେଶ୍ୱରଙ୍କର ପ୍ରସିଦ୍ଧ ପୀଠ। ଏହା ଏକ ତପପୀଠ। ଆଗରୁ ଯେଉଁମାନେ ସବୁ ପୁରୀ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଏଇ ବାଟ ଦେଇ ଯାଉଥିଲେ, ଏଇଟା ଥିଲା ତୋଷାଳୀର ରାଜପଥ ଥିଲା। ଏ ବାଟେ ସବୁ ଯିବା ଆସିବା କରୁଥିଲେ, ବିଭିନ୍ନ ଜାଗାରୁ ଆସି ପୁରୀଙ୍କ ଦର୍ଶନ କରିବା ପାଇଁ। ବହୁତ ସମୟରେ ବହୁତ ସାଧୁ ସନ୍ନ୍ୟାସୀ ଏଇ ଯେଉଁ ରାସ୍ତା କଡ଼ରେ, ଏଇ ଯେଉଁ ପ୍ରସିଦ୍ଧ ତୋଷାଳୀ ରାଜପଥ କଡ଼ରେ ଦେଖିବେ ଆପଣ ସିଦ୍ଧେଶ୍ୱର ପୀଠ ଆଗରେ ଅଛି, ଏଇଟା ବାବା ବେଲେଶ୍ୱର ପୀଠ। ଏମିତି ଅନେକ ପୀଠ ଏଠି ଅଛି ଯେଉଁଠି ସେମାନେ ଆଶ୍ରମ କରି ରହୁଥିଲେ। ସେମାନଙ୍କର ମହିମା ଏବଂ ଲୋକମାନଙ୍କ ସହିତ ସମ୍ପର୍କ କଲ୍ୟାଣକାରୀ ଶକ୍ତି ଯୋଗୁଁ ଏହିସବୁ ପୀଠଟା ଏପର୍ଯ୍ୟନ୍ତ ମଧ୍ୟ ଲୋକଲୋଚନରେ ବା ଲୋକଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରି ରହିଛି, ମନ ଭିତରେ ରହିଛି। ଲୋକମାନଙ୍କର ଏଠାରେ ସାଧାରଣ ଲୋକଙ୍କର ଏଠାରେ ବିଭିନ୍ନ ପ୍ରକାରର ଇଏ ରହେ, ଯେଉଁ ମନସ୍କାମନା ସେମାନେ ଯାହା ମାଗିଥାନ୍ତି ତାହା ପୂରଣ ହୋଇଥାଏ। ତେଣୁ ଦେଖାଯାଉଛି ଏଠିକି ଯେଉଁ ଲୋକ ସମାବେଗ, ଧର୍ମ ଭାବାବେଗ ଏବଂ ଲୋକମାନଙ୍କର ମାନେ ଦୃଢ଼ୀଭୂତ ହେବା ଯୋଗୁଁ ଏଠିକି ଲୋକମାନଙ୍କ ସମାବେଗ ଧୀରେ ଧୀରେ ବୃଦ୍ଧି ପାଉଛି। ଆମେ ଗୋଟେ ସମୟରେ ଏଠି 1000-2000 ଲୋକ ଦେଖୁଥିଲୁ, ବର୍ତ୍ତମାନ ଦେଖୁଛୁ 11-12 ହଜାର ଉର୍ଦ୍ଧ୍ୱ ଲୋକ ଏଠି ସ୍ୱତଃପ୍ରତ ଭାବରେ କୌଣସି ପ୍ରକାର ଏଠି ଆମର ଆଡଭର୍ଟାଇଜିଂ ମାର୍କେଟିଂ ନାହିଁ। ମାନେ ଗୋଟେ ଧାର୍ମିକ ଅନୁଭବକୁ, ଗୋଟେ ଦିବ୍ୟ ସତ୍ତାକୁ ଅନୁଭବ କରି ଏଠି ଲୋକମାନଙ୍କର ଜନସମାଗମ ଏପର୍ଯ୍ୟନ୍ତ ଘଟୁଛି, ଏବେ ବଢ଼ି ବଢ଼ି ଚାଲିଛି। ଏଇ ହେଲା ଏଇ ପୀଠର ବିଶେଷତ୍ୱ। ଏଇଟା ଗୋଟେ ଏଇ ଜାଗାରେ ଏମିତି ଗୋଟେ ଆକର୍ଷଣ ଅଛି, ଏଇ ଜାଗାରେ ସବୁବେଳେ ଶାନ୍ତି ଲାଗେ। ଆପଣ ଦେଖିବେ ମାନେ ବିଭିନ୍ନ ପ୍ରକାର ଜାଗା ଏଠି ଅଛି, କିନ୍ତୁ ଏଇ ଜାଗାରେ ଶାନ୍ତି ଲାଗେ। ଆଗରୁ ମୁଁ ପାଖ ଗାଁର ଯେଉଁ ଗାଈ ଚରାଳି ଲୋକମାନଙ୍କୁ ଶୁଣିଛି, ସେମାନେ କ'ଣ କରନ୍ତି, ଯେତେବେଳେ ତାଙ୍କୁ ଭୋକ ଲାଗେ, ମାନେ ତାଙ୍କ ଘରୁ ଖାଇବାକୁ ଆସିପାରୁନଥାଏ, ସେତେବେଳେ ସେମାନେ ଏଇଠି ଭୋକ ଥିଲେ ମଧ୍ୟ ଏଠି ବସିଲେ ପଛନ୍ତି ଏବଂ ତାଙ୍କର ଭୋକ ମରିଯାଏ। ତେଣୁ ଏ ଜାଗାରେ ବିଭିନ୍ନ ପ୍ରକାର ମହାତ୍ମା ରହିଛି। ତେଣୁ ଏଇଟା ଯେଉଁ ମୁନି ଋଷିମାନେ ଏଠି ରହିଥିଲେ ତାଙ୍କର କିଛି ପ୍ରଭାବ ନିଶ୍ଚିତ ଅଛି, ଯାହାଫଳରେ ଏ ଅଞ୍ଚଳର ଶାନ୍ତିକୁ ଏପର୍ଯ୍ୟନ୍ତ ବଜାୟ ରଖିଛି ଏବଂ ଲୋକମାନଙ୍କ ଆକର୍ଷଣ ମଧ୍ୟ ବଢ଼ାଇ ଚାଲିଛି।